ଜୀବନକୁ ସର୍ବେସର୍ବା ମନେ କରେ, କିନ୍ତୁ ଯେତେବେଳେ ସେ ଈଶ୍ୱରଙ୍କର ମହାନତାକୁ ଜାଣେ, ନିଜର ଅକ୍ଷମତା ପ୍ରତି ତାର କ'ଣ କ୍ରମେ କ୍ରମେ ସେତିକି ଦୃଢ଼ ବିଶ୍ୱାସ ଜନ୍ମ, ସେ ନିଜକୁ କ୍ଷୁଦ୍ରରୁ କ୍ଷୁଦ୍ରତର ମନେ କରେ। ଯିଏ ଭଗବାନଙ୍କର ମହାନତାକୁ ଜାଣିବ, ଭଗବାନଙ୍କର ମହାନତାକୁ ଜାଣିବ, କିଏ ସେ ଭଗବାନ, ତାଙ୍କର ପାୱାର କ'ଣ ଜାଣିବ ସତ୍ୟକୁ, ସେ ନିଜକୁ କ୍ଷୁଦ୍ରରୁ କ୍ଷୁଦ୍ରତର ମନେ କରିବ। କହିଲେ କ୍ଷୁଦ୍ର କ୍ଷୁଦ୍ର ମନେ କରିବନି, କ୍ଷୁଦ୍ରରୁ କ୍ଷୁଦ୍ରତର, କ୍ଷୁଦ୍ର ବୋଲେ ଆହୁରି ଗୁଣ୍ଡ କର। ନାଇଁ ଆମକୁ ଗୋଟେ ଶୁଖିଲା ବଟାଣି ଦିଆହବ, ଗୁଣ୍ଡ କର ବୋଲି, ଗୁଣ୍ଡରୁ ଗୁଣ୍ଡ କର ଆହୁରି। ନାଇଁ ଆଜ୍ଞା ଗୁଣ୍ଡ ହେଇଗଲା, ଆହୁରି ଗୁଣ୍ଡ କର, ଗୁଣ୍ଡ କରୁଥ ତମେ। ନାଇଁ କ୍ଷୁଦ୍ରରୁ କ୍ଷୁଦ୍ରତର ଅର୍ଥ ଆମେ କ୍ଷୁଦ୍ର, ଆହୁରି କ୍ଷୁଦ୍ର, ଆହୁରି କ୍ଷୁଦ୍ର, ଏମିତି ହେଇ ଲାଷ୍ଟକୁ କ'ଣ ହବ, ଆମର ଆଉ ଅସ୍ତିତ୍ୱ ନଥିବ। ଗୁରୁଦେବ କହୁଛନ୍ତି ଯେତେବେଳେ ସିଏ ଭଗବାନଙ୍କ ମହାନତାକୁ ଜାଣେ, ତାର ଅକ୍ଷମତା ପ୍ରତି ତାର କ୍ରମେ କ୍ରମେ ସେତିକି ବିଶ୍ୱାସ ଜନ୍ମେ, ଆଉ ସେ ନିଜକୁ କ୍ଷୁଦ୍ରରୁ କ୍ଷୁଦ୍ରତର ମନେ କରେ। ଯିଏ ଯେତେ ନିଜକୁ କ୍ଷୁଦ୍ର ମନେ କରିବ, ସିଏ ସେତେ ବୃହତ୍ ଶକ୍ତିର ଆଶୀର୍ବାଦ ପାଇବାକୁ ଯୋଗ୍ୟ ହେବ। ବୃହତ୍ ଶକ୍ତିର ଆଶୀର୍ବାଦ ପାଇବାର ଯୋଗ୍ୟତା କାହାର ଅଛି ବୋଲେ, ଯିଏ ନିଜକୁ କ୍ଷୁଦ୍ର ମନେ କରୁଛି। ଆଉ ଯିଏ ନିଜକୁ ଗଭର୍ଣ୍ଣର ଭାବୁଛି, କିଛି ମିଳିବନି, ଦୁଃଖ କା ମିଳିବ, ଦୁଃଖ କା ପୁଡ଼ା ପୁଡ଼ା ଆସୁଥିବ, ଫୁଲିକି ଖାଉଥିବ। ନାଇଁ କିନ୍ତୁ ଯିଏ ନିଜକୁ କ୍ଷୁଦ୍ରରୁ କ୍ଷୁଦ୍ରତର ମନେ କଲା, ସେ ବୃହତ୍ ଶକ୍ତିର ଆଶୀର୍ବାଦ ପାଇବାକୁ ଯୋଗ୍ୟ ହେବ, ସେ ବୃହତ୍ ବୋଲିକି ବିବେଚିତ ହେବ। ଯିଏ ନିଜକୁ କ୍ଷୁଦ୍ରରୁ କ୍ଷୁଦ୍ରତର ମନେ କରିବ, ସିଏ ବୃହତ୍ ବୋଲିକି ବିବେଚିତ ହେବ, କାରଣ ସେ ମହତ୍ ଶକ୍ତିର ଆଶୀର୍ବାଦ ପାଇବାକୁ ଯୋଗ୍ୟ ହେଇଯିବ। ମହତ୍ ଶକ୍ତିର ଆଶୀର୍ବାଦ ଯିଏ ପାଇବ, ସେ ନିଜକୁ କ'ଣ ନିଜର ବାସ୍ତବ ପରିଚୟକୁ ଜାଣିପାରିବ। ନହେଲେ ଇଏ ଅହଙ୍କାରର ବଶବର୍ତ୍ତୀ ହେଇକି ଦୁଃଖ ଭୋଗ କରୁଥିବ। ହେଲେ ଇଏ ସବୁ ଜ୍ଞାନ ଆମକୁ କାହିଁ ଦଉଛନ୍ତି? ଗୁରୁ ଟାଇମ୍ ପାସ୍ ପାଇଁ। ଯଦି ଆମେ ଗୁରୁ ଟାଇମ୍ ପାସ୍ ପାଇଁ ଦଉନାହାନ୍ତି, ଆମେ ଟାଇମ୍ ପାସ୍ ପାଇଁ ଯଦି ଏ ଜ୍ଞାନ ଗ୍ରହଣ କରିବା, ଆମକୁ କିଛି ମିଳିବନି। ଭଲ ଟାଇମ୍ଟା ପାସ୍ ହେଇଗଲା, ନାଇଁ ଏମିତି ଟାଇମ୍ଟା ପାସ୍ ହେଇ ହେଇ ଲାଷ୍ଟକୁ ହଠାତ୍ ଗୋଟେ ଦିନ ଯମରାଜ ପଳାଇଲେ, ଆଉ ଯାଉଛି ବୋଲି କହିବା ପାଇଁ ସେ ଟାଇମ୍ ନାହିଁ, ମୁଁ ଯାଉଛି ବୋଲି କହିବା ପାଇଁ ନାହିଁ, ହଠାତ୍ ତମେ ନଥିବ ଆଉ। ନାଇଁ ତେଣୁ ଇଏ ଯୋଉ ଜୀବନ ଆମକୁ ପ୍ରାପ୍ତ ହେଇଛି, ଇଏ ଜୀବନକୁ ବୃଥା ନଷ୍ଟ ନ କରି ଘର ଦ୍ୱାର ଛାଡ଼ିବା ଦରକାର ନାହିଁ। ଗୁରୁଦେବ ଛାଡ଼ିଲେ, ସେ ତାଙ୍କର ନିୟତିରେ ଥିଲା। ଆମକୁ ଘର ଦ୍ୱାର ଛାଡ଼ିବାକୁ ଦରକାର ନାହିଁ, ପୁରା କିଛି କରିବାକୁ ଦରକାର ନାହିଁ।